ଆମେ ଯେବେ ଓଡ଼ିଶା ଯାଉନା ଫେରିଲା ବେଳକୁ ଆୟୁଷଙ୍କର ଗୋଟାଏ ଡିମାଣ୍ଡ ଥାଏ, କିଛି ଆସୁ କି ନ ଆସୁ ଛେନାପୋଡ଼ଟା ଯେମିତି ହେଲେ ଆସୁ। ଆଉ ତାଙ୍କୁ ବେଶୀ ପସନ୍ଦ ଲାଗେ ପାହାଳର ଛେନାପୋଡ଼। ଯେବେ ମୁଁ ଏକା ବି ଯାଇଥାଏ ଓଡ଼ିଶା ରିଟର୍ଣ୍ଣ କଲା ବେଳକୁ ତାଙ୍କର ଗୋଟେ ଇଚ୍ଛା ଥାଏ, ତମେ ମୋ ପାଇଁ କିଛି ଆଣ କି ନ ଆଣ ଛେନାପୋଡ଼ଟା ପାହାଳରୁ ଆସିଲା ବେଳେ ବାଟରୁ ଆଣିକି ଆସିବ। ଆଉ ତାଙ୍କର ମୋର ବି ଯେବେ ବି ଯାଉ ସେ କିଛି ବି ନ ଆଣିଥିଲେ ବି ସେଇ ଜିନିଷଟା ସେ ଯେମିତି ହେଲେ ଆଣିକି ଆସିବେ, ଏଠି ଆସିକି ତାକୁ ଖାଇବେ। ତ ସିଏ ଡ୍ୟୁଟିରୁ ଫେରିଲା ବେଳକୁ ମୁଁ ତାଙ୍କୁ କହିଲି ଆଜି କିଛି ମିଠା ଆଇଟମ୍ ବନେଇବା। ତ ତାଙ୍କୁ ସରପ୍ରାଇଜ୍ ଦେବି, ସେ ବି ଜାଣିନାହାନ୍ତି, ସେ ଭାବିଲେ ବୋଧେ ମୁଁ ରସଗୋଲା ହେରିକା ବନେଇବି। ତ ମୁଁ କହିଲି ମିଠା ବନେଇବି, ସେ କହିଲେ ହଉ ଚାଲ ଠିକ୍ ଅଛି କ୍ଷୀର ନେଇକି ଆସିବା। ତ ଆମେ ଫାଷ୍ଟ ପଳେଇଥିଲୁ ସୁପର ମାର୍କେଟ, ସେଠି ମୁଁ ତାଙ୍କୁ ଦେଖୁଥିଲି କେଉଁ ପ୍ୟାକେଟ୍ ନେବି ଯେଉଁଟାକି ଫୁଲ୍ ଫ୍ୟାକ୍ଟ ବାଲା ଥିବ। ତ ସେ ଜାଣିଥିଲେ, ତ ମୁଁ ସେଇଟା ତାଙ୍କୁ ଦେଖେଇକି ଆଣୁଥିଲି। ତ କିଛିଟା ଆଣିଲା ପରେ ଆଉ ମୋ ହାତ ପାଇଲାନି, ବାକି ହାଇଟ୍ ସର୍ଟ ମଣିଷ ନା, ତ ସେ କହିଲେ ଛାଡ଼ ମୁଁ ସବୁ ନେଇ ଆସୁଛି। ଆମେ ସେଠି ପ୍ରାୟତଃ 15ଟା ପାଖାପାଖି ପ୍ୟାକେଟ୍ ଆଣିଥିଲୁ। ସେଠୁ ବିଲିଂ କାଉଣ୍ଟରରେ ବିଲ୍ କରିକି ପଳେଇ ଆସିଲୁ। ଖୋଜିକି ଗୋଟେ ଦୋକାନରେ ଆମକୁ ମିଳିଗଲା ଶାଳପତ୍ର। ତ ତାକୁ ଧରିକି ଆମେ ପଳେଇ ଆସିଲୁ। ଆମେ ଗୋଟେ ଦୋକାନରେ ବୁଝିଲୁ, ସେ ଦୋକାନରେ ମାନେ ଖାଇବା ଦିଅନ୍ତି, ତ ସେଇଟା ଶାଳପତ୍ରରେ ଦିଅନ୍ତି। ତ ସେଥିପାଇଁ ତାଙ୍କୁ ପଚାରିଲୁ ଯେ ତୁମେ କେଉଁଠି ଆଣ, କାହିଁକିନା ଆମେ ଯେଉଁଠି କଦଳୀପତ୍ର ଆଣୁ ସେଠୁ ଆମକୁ ମିଳିନଥିଲା ଶାଳପତ୍ର। ତ ସେଥିପାଇଁ ଯେଉଁ ଦୋକାନରେ ଆମେ ଦେଖିଥିଲୁ ସେମାନେ ଖାଇବାକୁ ଦିଅନ୍ତି ଚିକେନ୍ ପକୋଡ଼ା ଦିଅନ୍ତି ଶାଳପତ୍ରରେ, ତ ସେଇଠି ପଚାରିଲୁ କେଉଁଠି, ତ ସେ ଯେଉଁ ଦୋକାନ କହିଲେ ତ ଆମେ ସେଇ ଦୋକାନକୁ ଯାଇକି ଶାଳପତ୍ର ଧରିକି ପଳେଇ ଆସିଲୁ। ଆସିକି ମୁଁ ଏଠି କ୍ଷୀର ପ୍ୟାକେଟ୍ ସବୁ ଗୋଟେ ଡିସ୍କୁ କାଢ଼ି ନେଲି। ପ୍ରାୟ 13ଟା ପ୍ୟାକେଟ୍ କ୍ଷୀର ମାନେ ଡିସ୍ରେ ଧରିଲା, 12ଟା ତ ଧରିଥିଲା, କିନ୍ତୁ ଆୟୁଷ ତା ଉପରେ ଆଉ ଗୋଟେ ଅଜାଡ଼ି ଦେଲେ, କହିଲେ ନାଇଁ 13ଟା ହେଇଯିବ, ଆଉ 2ଟା ରହିଗଲା, ଜାଗା ଧଇଲାନି ଯେହେତୁ, ତ ଆଜି 13ଟା ପ୍ୟାକେଟ୍ରେ କରିନେବା। ତ କ୍ଷୀର ଉଷୁମ ହେଇଗଲା ପରେ ଭିନେଗାର ଢାଳିଲି। ତ ଭିନେଗାରଟା ଢାଳିବାଟା କହିବାଟା ଠିକ୍ ନୁହଁ, ଭିନେଗାରଟା ଦେଲି, କିନ୍ତୁ ଭିନେଗାର ବହୁତ ଜଣ ପାଣି ଆଡ଼୍ କରି ଦିଅନ୍ତି। ଯେହେତୁ ଏତେ କ୍ୱାଣ୍ଟିଟିର କ୍ଷୀର ଥିଲା ଆଉ ମୁଁ ପାଣି ଆଡ଼୍ କରି ଦେଲିନି, ଅଳ୍ପ ଅଳ୍ପ କରି ସାଇଡ଼୍ ବାଇ ସାଇଡ଼୍ ଦେଲି ଆଉ ତା ଭିତରେ ଗୋଳଉଥାଏ। ତ ଗୋଳେଇକିନି ଦେଖନ୍ତୁ ଆମର ଏଠି ପୁରା ମାନେ ଛେନା ପୁରା ହେଇଯାଇଛି, ତା ସହିତ ପାଣି ପୁରା ଅଲଗା ହେଇଯାଇଛି। ଯେହେତୁ ଛେନାପୋଡ଼ ମୋର ବନେଇବାର ଥିଲା, ତ ଏତେ ଆଉ ତାକୁ ତ ପନିର ସେପ୍ ଦେବାର ନାହିଁ, ପାଣି ରହିଲେ ବି ଚଳିବ, ସେଥିପାଇଁ ଅଧା ଅଧା କରି ନେଇକିନି ଛଙ୍କାରେ ତ ଦେଇକିନି ତାକୁ ଦାବି ଦେଲି। ତ ଅଳ୍ପ ପାଣି ନିଗିଡ଼ି ଗଲେ ଚଳିବ, ତ ପୁରା ମାନେ ପାଣି ନିଗିଡ଼ିବା କିଛି ଦରକାର ନାହିଁ, କାହିଁକିନା ପଛରେ ମୁଁ ପୁଣି ପାଣି ହିଁ ଆଡ଼୍ କରିବି। ତ ସବୁ କାଢ଼ି ସାରିଲା ପରେ ତାକୁ ଟିକେ ଥଣ୍ଡା ହେବା ପାଇଁ ଟିକେ କିଛି ସମୟ ବାସ୍ ଛାଡ଼ି ଦେଇଥିଲି, କିନ୍ତୁ ଭାଙ୍ଗିକି ଛାଡ଼ିଥିଲି, ନହେଲେ ପନିର ସେପ୍ ନେଇଯାଇଥାନ୍ତା, ଟାଣ ହେଇଯାଇଥାନ୍ତା। ତ ଗରମ ଗରମ ଥିଲା, ତାକୁ ମୁଁ ଟିକେ ଭାଙ୍ଗି ଦେଇଦେଲି। ବାସ୍ ଥଣ୍ଡା ହେଇଗଲା ପରେ ତାକୁ ଆମେ ଏବେ ପୁରା ବଢ଼ିଆ ସେ ଚକଡ଼ି ନେବା, ମୁଣ୍ଡା ମୁଣ୍ଡା ଥିବ, ତ ତାକୁ ପୁରା ହାତରେ ଚକଡ଼ିଲା ଟାଇପ୍ର ପୁରା ଚକଡ଼ିକିନି ତା ଦେହରେ ମୁଁ ଏଠି ଗୋଟେ ବାଉଲ୍ ଟାଇପ୍ର ସୁଜି ନେଇଛି। ଆଉ ଚିନି ଆପଣ ଆପଣଙ୍କର ଟେଷ୍ଟ ହିସାବରେ ଦେବେ, କିଏ ଅଧିକ ଚିନି ଖାଆନ୍ତି କିଏ କମ୍ ଚିନି, ମୁଁ ତ ଏଠି ବହୁତ କମ୍ ଚିନି ଆଡ଼୍ କରିଛି, କାହିଁକିନା ଛେନାପୋଡ଼ଟା ମିଠା ଅଧିକ, କିନ୍ତୁ ଏତେ ମିଠା ହେଲେ ମୁହଁ ବାନ୍ଧିଦେବ, ଖାଇ ହେବନି। ତ ସେଥିପାଇଁ ମୁଁ ଏଠି ଅଳ୍ପ ଚିନି ଆଡ଼୍ କରିଛି, ଯେତିକି ଆମର ନର୍ମାଲ୍ ସୁଗାରଟା ଦରକାର। ସୁଜି ଯେହେତୁ ପକେଇଥିଲି ତ ପାଣି ତ ବହୁତ ଟାଣିବ, ତ ମୁଁ ଛେନାର ଯେଉଁ ପାଣିଟା ସେଇଟା ଫିଙ୍ଗି ନଥିଲି, ରଖିଥିଲି, ସେଇ ଛେନା ପାଣି ହିଁ ଆପଣମାନେ ଆଡ଼୍ କରିବେ, ତ ନର୍ମାଲ୍ ପାଣି ଆଡ଼୍ କରିବେନି। ତ ସବୁ ଦେଇକିନି ତାକୁ ଚକଡ଼ି ଘୋଡ଼େଇ ଦେଲି କିଛି ସମୟ ପାଇଁ, କାହିଁକିନା ସୁଜିଟା ପାଣି ଟାଣିବ, ଚିନିଟା ବି ଟିକେ ମେଲ୍ଟ ହେବାକୁ ଟାଇମ୍ ଲାଗିବ। ତା ଭିତରେ ମୁଁ ଏଠି କଢ଼େଇରେ ଲୁଣ ନେଇଗଲି। ଏଇଟା ମୋର ଥିଲା ଟିକେ ପୁରୁଣା ଲୁଣଟା, ଏଇଟା କ'ଣ ପାଇଁ ଆସିଥିଲା ବି ମୁଁ ଜାଣିନି ଠିକ୍ ସେ, ବୋଧେ କ'ଣ ଆୟୁଷ ନେଇ ଆସିଥିଲେ, ତାପରେ ଆଉ ଅଲଗା ଲୁଣ ବି ଥିଲା, ତ ଦେଇକିନି ପ୍ରି ହିଟ୍ ପାଇଁ ଛାଡ଼ିଦେଲି। ତ ଛାଡ଼ିଲା ପରେ ଏପଟରେ ମୋର ଏଇଟା ହେଉଛି କେକ୍ର ବେସ୍ଟା, ତ ଏଇ କେକ୍ ବେସ୍ରେ ହିଁ ବନେଇବା ଆମେ। ତ ସେଥିରେ ମୁଁ ଆଗ ଫାଷ୍ଟ ଘିଅ ଚାରିଆଡ଼େ ପୁରା ଭଲସେ ଲଗେଇଦେଲି, କାହିଁକିନା ତା ଉପରେ ମୁଁ ଦେବି ଶାଳପତ୍ର। ଆପଣଙ୍କ ପାଖରେ ଯଦି କଦଳୀପତ୍ର କି ବଟର ପେପର ଅଛି ତ ଆପଣମାନେ ତାକୁ ବି ୟୁଜ୍ କରିପାରିବେ। ତ ଏଠି ଶାଳପତ୍ର ମୁଁ ଆଜକୁ ଦେଇଥିଲି, ସେ ଟିକେ ଧୋଇକିନି ପୋଛି ଦେଇଥିଲେ, ଓଦା ଓଦା ରହିବ, ତାପରେ ମୋତେ ଘିଅ ମାରିବାର ଅଛି, ତ ସେଥିପାଇଁ ସେ ପୋଛି ଦେଇଥିଲେ ଭଲସେ। ତ ସେ ଆମର ଯେଉଁ କେକ୍ ବେସ୍ରେ ମୁଁ ତାକୁ ଶାଳପତ୍ରକୁ ସାଇଜ୍ରେ ପୁରା ଦେଇଦେବି, ଯେମିତିକି ଗୋଟେ ଜାଗା କୌଣସି ଜାଗା ସାଇଡ଼୍ରେ ଫାଙ୍କା ରହିବନି, ଫାଙ୍କା ରହିଲେ ବେସ୍ରେ ଲାଗିବ, ଛିଣ୍ଡିଯିବ, ତ ସେପ୍ଟା ଠିକ୍ସେ ବନିବନି। ତ ପତ୍ର ଦେଇକିନି ପତ୍ର ଉପରେ ଭଲସେ ଘିଅ ଲଗେଇଦେବେ। ଆଗ ପତ୍ରରେ ଆକ୍ଚୁଆଲି ଘିଅ ଦେଇକିନି ପତ୍ରକୁ ଆମର ଯେଉଁ କେକ୍ ବେକ୍ ଉପରେ ଥୋଇବାର ଅଛି, କିନ୍ତୁ ମୁଁ ଓଲଟା କରିଦେଲି, ଏଇଟା ମୋ ମିଷ୍ଟେକ୍। ତ ତାରି ଭିତରେ କିଛି ସମୟ ହେଇଯାଇଥିଲା, ତ
ତା ଦେହରେ ଆମ ଯେଉଁ ଚକୁଡ଼ି ଥିଲେ ଛେନାଟା ତା ଦେହରେ ଦେଇଦେଲି ଆମର ଗୁଜୁରାତି ମୁଁ ଛେଚିକି ରଖିଥିଲି, ଆଉ 2ଟା ସ୍ପୁନ୍ ଦେଇଦେଲି ଘିଅ। ଫ୍ଲେଭରଟା ବହୁତ ବଢ଼ିଆ ଦେବ, ତ ସେଥିପାଇଁ କ୍ୱାଣ୍ଟିଟି ହିସାବରେ ଦେବେ ଆପଣ ଘିଅ। 1 ସ୍ପୁନ୍ ଦେଲେ ବି ଚଳିବ, ଯାହାକୁ ଘିଅ ପସନ୍ଦ ନୁହଁ ସେମାନେ 1 ସ୍ପୁନ୍ ଦେବେ। ତ ତା ଭିତରେ ମୁଁ ଦେଖିଲାକୁ ପୁରା ସୁଜିଟା ଯେହେତୁ ପାଣି ସୋକ୍ କରି ନେଇଛି, ତ ଆହୁରି ମୋତେ 1 ଚାମଚ ପାଖାପାଖି ପାଣି ଦେବାକୁ ପଡ଼ିଲା। ତ ଏଇଟା ଦେଖିପାରୁଥିବେ ଛେନାଟା ପୁରା ଯେମିତିକି ଆମର ଯେଉଁ ଇଟଲି ଆଣ ହେଲା କି ଆଣ ଟାଇପ୍ର ପୁରା ପାଣିଆ ପାଣିଆ ନୁହଁ କି ପୁରା ବହଳିଆ ନୁହଁ, ପୁରା ଦେଖିପାରୁଥିବେ ତା'ର କେଉଁ ଟାଇପ୍ର ରହିଛି। ତ ସେଇ ଟାଇପ୍ର ମୁଁ ଠିକ୍ସେ ବି ଆପଣଙ୍କୁ କହିପାରୁନି, ତ ଆପଣମାନେ ଦେଖିକି ଗେସ୍ କରିଥିବେ। ତ ମୁଁ ବହୁତ ପତ୍ରକୁ ବି ବହୁତ ଉପରକୁ ଦେଇଛି, ତ ଦେଇକିନି ସବୁ ଦେଲା ପରେ ଏମିତି ଟିକେ ବାଡ଼େଇ ଦେଲି ଯେମିତି ଭିତରେ ଏୟାର ନ ରହିଯିବ। ଆଉ ତା ଉପରେ ପତ୍ରରେ ଘିଅ ଦେଇକିନି ମୁଁ ପୁଣି ପତ୍ରକୁ ତା ଉପରେ ଦେଇଦେଲି। ଆଉ ଏଠି ମୁଁ ଗୋଟେ ଷ୍ଟାଣ୍ଡ ନେଇଯାଇଛି, ଷ୍ଟାଣ୍ଡ ନେଇକି ତା ଉପରେ କେକ୍ ବେସ୍ଟା ଯେଉଁ ସେଇଟା ଥୋଇ ଦେଇକି ତା ଉପରେ ଘୋଡ଼ଣୀ ଦେଇଥିଲି। ଆକୁ ଛାଡ଼ିଦେବା। ତ ତା ଉପରେ ବି ମୁଁ ଥୋଇ ଦେଇଥିଲି ଗୋଟେ ଆମର ଯେଉଁ ଛେଚାଟା ଥାଏ ଟିକେ ମାନେ ଯେମିତି ଟାଇଟ୍ କରି ରଖିବା ପାଇଁକି। ତ ଏଠି ମୁଁ ପ୍ରାୟତଃ ଅଧଘଣ୍ଟା ଘଣ୍ଟେ ପାଖାପାଖି ଛାଡ଼ି ଦେଇକି ଆସି ଦେଖିଥିଲି ତ କେମିତି ହେଇଛି। ତ ଦେଖିକି ଏଠି ଆମର ଯେଉଁ ଟୁଥ୍ ଷ୍ଟିକ୍ ଥାଏ ତ ତା ଦେହରେ ମୁଁ ଲଗେଇକି ଦେଖିଲି ନା ହେଇନି। ଆକ୍ଚୁଆଲି ଏଇଟା ବହୁତ ଟାଇମ୍ ଟେକିଂ, ବହୁତ ଟାଇମ୍ ଲାଗିବ, ପୁରା ଛାଡ଼ିଦେବେ ଆପଣ। ତ ଆକୁ ପୁରା ସ୍ଲୋ ଫ୍ଲେମ୍ରେ ଦେଇକି ହିଁ କରିବେ, ଜମା ମିଡ଼ିୟମ୍ ବି ଦେବେନି, ପୁରା ସ୍ଲୋରେ ଦେବେ। ତ ଦେଖନ୍ତୁ ମୋର ଏଠି ପ୍ରାୟତଃ 2 ଘଣ୍ଟା ଏଭବ 2.5 ଘଣ୍ଟା ଉପରେ ଲାଗିଗଲା ବନିବା ପାଇଁ। ପୁରା ଏତେବେଳେ ପୁରା ପରଫେକ୍ଟ ମୋର ବନି ଯାଇଥିଲା। ତ ତାକୁ ମୁଁ କଢ଼େଇରୁ କାଢ଼ିଦେଲି, ଥଣ୍ଡା ହେବା ପାଇଁ କିଛି ସମୟ ଛାଡ଼ିଦେବା। ଗରମ ଗରମ ଥିଲାବେଳେ ତାକୁ ଜମା ବି କାଢ଼ିବେନି, ନହେଲେ ମାନେ ଛିଣ୍ଡିଯିବ। ନରମ ଆପଣଙ୍କୁ ଲାଗିବ କିନ୍ତୁ ଛାଡ଼ିଲା ପରେ 15-20 ମିନିଟ୍ ତାପରେ ଯାଇକିନି ମାନେ ଟାଇଟ୍ଟା ଧରିବ। ତ ମୁଁ 15-20 ମିନିଟ୍ ଛାଡ଼ିଲା ପରେ ତା ପତ୍ରକୁ ବାହାର କରିଥିଲି। ଯଦି ଥଣ୍ଡା ବି ନ ହେବ ଆପଣ ଯଦି ପତ୍ର କି କଦଳୀ ପତ୍ର କି ବଟର ପେପର ଯାହା ବି ଦେଇଥିବେ ଛାଡ଼ିବା ପାଇଁ ପ୍ରୋବ୍ଲେମ୍ ହେବ, ଲାଗିବ। ତ ସେଥିପାଇଁ ପୁରା ଥଣ୍ଡା ହେବା ପାଇଁ କିଛି ସମୟ ପୁରା ଛାଡ଼ିଦେବେ, ବ୍ୟସ୍ତ ଜମା ବି ହେବେନି। ତ ତାପରେ ଟାଇଟ୍ ନେଇକି ପୁରା ବଢ଼ିଆସେ ଛାଡ଼ିଯିବ ପତ୍ର ସବୁ। ଆଉ କେବେ ବି ଆମର କେକ୍ ବେକ୍ ଉପରେ ଡାଇରେକ୍ଟ ଥୋଇବେନି, କିଛି ନା କିଛି ପତ୍ର ନହେଲେ ଦେଇକିନି ବଟର ପେପର ୟୁଜ୍ କରିବେ। ମୋର ଏଠି ଦେଖନ୍ତୁ ପୁରା ପରଫେକ୍ଟ ବନି ଯାଇଥିଲା। ଫାଷ୍ଟ ମୁଁ ଆୟୁଷକୁ ନେଇକିନି ଦେଲି, ଏଇଟା ସ୍ପେଶାଲ ଥିଲା ଆୟୁଷଙ୍କ ପାଇଁ। ଆପଣମାନଙ୍କୁ ଭିଡ଼ିଓ କେମିତି ଲାଗିଲା ନିଶ୍ଚିନ୍ତ କରି କମେଣ୍ଟ କରିକି ଜଣାଇବେ। ଆଉ ଆପଣ ବି ଆଗକୁ ଦିୱାଲି ଆସୁଛି, ବନେଇବେ, ଖାଇବେ। ଆଉ ଭିଡ଼ିଓଟି ଯଦି ଭଲ ଲାଗିଥିବ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ। ରହିଲି, ବାଏ।